ଦେଖନ୍ତୁ ଆମର ଯେଉଁ 37 ଲକ୍ଷ ଘର ପଞ୍ଜୀକୃତ ହେଇଥିଲା ସେ ପଞ୍ଜୀକୃତ ଭିତରୁ ଆମର କିଛି ଘର ସେମିତି ତାଙ୍କର କେହି ବି ତା ପାଖକୁ ଯାଇନାହାନ୍ତି ଯେଉଁଟା ଅନଲାଇନ୍ ସିଷ୍ଟମ୍ ଥିଲା ଏବଂ ଯେଉଁ ଅନଲାଇନ୍ ସିଷ୍ଟମ୍ରେ କିଛି ଦେଖିଲା ବେଳେ କିଛିଟା ଘର ହେବ କିଛିଟା ନ ହେବ ଏ ପ୍ରକାର ଗୋଟେ ସର୍ଟ ଆଉଟ୍ କରିବା ପାଇଁ ତାଙ୍କ ପାଖରେ ଯେଉଁ କେନ୍ଦ୍ର ସରକାର ପାଖରେ ତାଙ୍କର ଯେଉଁ ପୋର୍ଟାଲ କରୁଛନ୍ତି ସେ ପୋର୍ଟାଲ ଟିକେ ହେଇପାରିନି ସେହି ଦୃଷ୍ଟିରୁ ସେମାନେ ରଖିଥିଲେ ଡିସେମ୍ବର ରଖିଥିଲେ ତାପରେ 2026 ଜାନୁଆରୀ ରଖିଛନ୍ତି ଜାନୁଆରୀରୁ ଆମେ ଫେଜ୍ ଦେବୁ ବୋଲି ବିଭାଗ ଆମକୁ ସେ ପ୍ରକାର କଥା ଦେଇଛନ୍ତି ମୁଁ ଭାବୁଛି ଯେ ଏ ଅଳ୍ପ ଦିନ ଭିତରେ ଏ ବିଷୟ ଆମ ପାଖକୁ ଆସିବ ଏବଂ ଆମେ ଗରିବ ଲୋକମାନଙ୍କୁ ଯେଉଁମାନେ ଫାର୍ଷ୍ଟ ଫେଜ୍ ସେକେଣ୍ଡ ଫେଜ୍ ଥାର୍ଡ ଫେଜ୍ ଏ ପ୍ରକାର ଆସିବ ସେ ପ୍ରକାର ଆମେ ବଣ୍ଟନ କରିବୁ ଏ ପ୍ରକାର ନିଷ୍ପତ୍ତି ଆମେ ଆମ ଯେଉଁଟା ଆମକୁ କଥା ଦେଇଛନ୍ତି ଜାନୁଆରୀ ମାସରେ ଆମେ ବଣ୍ଟନ କରିବା ପାଇଁ କଥା ଦେଇଛନ୍ତି ଏଇଟା କେବଳ ଓଡ଼ିଶା ପ୍ରଦେଶ ନୁହେଁ ସର୍ବ ଭାରତ ସ୍ତରର ନିଷ୍ପତ୍ତିକୁ ସେମାନେ ଆଖି ଆଗରେ ରଖି କାମ କରୁଛନ୍ତି ବର୍ତ୍ତମାନ ସୁଦ୍ଧା 34 ଲକ୍ଷ ହେଇଛନ୍ତି 34 ଲକ୍ଷ ସମଥିଙ୍ଗ ଅଛନ୍ତି ଏ ପ୍ରକାର ଆମର ହେଇଛି ଦେଖନ୍ତୁ ଆମେ ଦେଇଛୁ ପ୍ରଥମ ଫେଜ୍ରେ ଆମେ ଟାର୍ଗେଟ୍ ଦେଇଛୁ 10 ଲକ୍ଷ ଆମେ ସେ ହିସାବରେ ଦେଇଛୁ କ'ଣ ସେମାନେ ବସିବେ ଇଏ କରିବେ ଯେହେତୁ ଆମେ ବିଗତ ଦିନରେ ଆମ ପାଖରେ ତାଲିକା ନଥିଲା ଏବଂ ଯେଉଁ ତାଲିକା ଥିଲା ସେ ତାଲିକାକୁ ସମ୍ପୂର୍ଣ୍ଣ କଲେ ଆମ ବିଗତ ସରକାରଙ୍କର ସେ ପ୍ରକାର ଯେଉଁ କାମ କରିଥିଲେ ପଞ୍ଜୀକୃତ କାମ କରିଥିଲେ ସେ ପଞ୍ଜୀକୃତ କାମରେ ବହୁତ ବଞ୍ଚିତ ଥିଲେ ବଞ୍ଚିତ ଥିବା ଲିଷ୍ଟରେ ଆମେ 37,000 ତାଲିକା ପାଇଥିଲୁ ଅନଲାଇନ୍ ଏବଂ ଅଫଲାଇନ୍ ଭିତରେ ତା ଭିତରେ ତାକୁ ସ୍କୁଟିନି କରିଛନ୍ତି ଏବଂ ସ୍କୁଟିନିରୁ 34 ଲକ୍ଷ ହେଇଛି ତ ତାକୁ ଏ ମାସ ଭିତରେ ଲୋକଙ୍କୁ ଦେବା ପାଇଁ ରାଜ୍ୟକୁ ପ୍ରେରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସେ ଅନୁସାରେ ଆମେ ଆମ ତାଲିକାକୁ କେମିତି ତୁରନ୍ତ କାର୍ଯ୍ୟକ୍ଷମ କରିବୁ ସେ ପ୍ରକାର ନିଷ୍ପତ୍ତିରେ ବିଭାଗ ତତ୍ପରତା ଅଛି ସାର୍ ଆପଣ ବିଧାନସଭା କହିଥିଲେ ସମୁଦ୍ର ପାଣିକୁ ପିଇବା ପାଣି କନଭର୍ଟ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଏବଂ ଏହାର ଭିତରେ ଗୋଟେ କମ୍ପାନୀ ମଧ୍ୟ ଆଗ୍ରହ ପ୍ରକାଶ କରୁଛି ବୋଧହୁଏ ଗଞ୍ଜାମରେ ଏ କାମ ଆରମ୍ଭ ହେବା ପାଇଁ କ'ଣ ସବୁ ଯୋଜନା ରଖାଉଛି ଦେଖନ୍ତୁ ପାଣିକୁ ନେଇ ସରକାର ସବୁ ସମୟରେ ଚିନ୍ତିତ ଅଛନ୍ତି ଆମ ପାଇଁ ଚ୍ୟାଲେଞ୍ଜ ବି ଅଛି ମୁଁ ବିଷୟ ଆଗରୁ ବି ରଖିଥିଲି ଆମେ ପାଣିକୁ ଗଞ୍ଜାମର କଥା ମୁଁ ଉଲ୍ଲେଖ କରୁଛି ଯେଉଁଟା ଋଷିକୁଲ୍ୟା ନଦୀରୁ ଆମେ ପାଣି ଆଣିବୁ ସେ ଋଷିକୁଲ୍ୟା ନଦୀର ବ୍ୟାକ୍ୱାଟରକୁ ନେଇକରି ଆମେ ଚିନ୍ତିତ କାରଣ ଆମର ଯେଉଁ ଇଣ୍ଟେକ୍ ୱେଲ୍ ଅଛି ସେ ଇଣ୍ଟେକ୍ ୱେଲ୍ ପ୍ରଥମେ ବ୍ୟାକ୍ୱାଟର ନଥିଲା ଏବେ ବ୍ୟାକ୍ୱାଟର ହେଇଛି ତା ଉପରେ ମୁଣ୍ଡରେ ରିଜର୍ଭର ତିଆରି କରୁଛୁ ଏବଂ ସମୁଦ୍ର ପାଣିକୁ ବି ଆମେ ଯଦି ଆମର ବ୍ୟବସ୍ଥା ଭିତରେ ଅନେକ କିଛି ଚିନ୍ତା କରାଯାଉଛି ଯେ ସମୁଦ୍ର ପାଣିର କେତେ ସମୟ ପର୍ଯ୍ୟନ୍ତ ଆମେ ରଖିପାରିବୁ ସେ ଦୃଷ୍ଟିରୁ ଏ ସରକାରଙ୍କର ଆଉ ଗୋଟେ ଯୋଜନା ଅଛି ଯେ ବିଭିନ୍ନ ଜାଗାରେ ଛୋଟ ଛୋଟ ବ୍ୟାରେଜ୍ କରିବେ ଯେଉଁ ବ୍ୟାରେଜ୍ରୁ ଆମେ ଯଦି ନେଇପାରିବୁ ତାହେଲେ ଆମେ ସବୁଦିନ ତାଙ୍କୁ ମୃଦୁ ପାନୀୟ ଜଳ ଦେଇପାରିବୁ ଆମେ ଯଦି ସମୁଦ୍ର ୱାଟରକୁ ଦେଖିବୁ ସମୁଦ୍ର ୱାଟରରେ ଏଠି ଯେତେ ଖର୍ଚ୍ଚ ହେବ ତାଠୁ ଡବଲ ହେଉଛି ତ ଆମକୁ ବି ବର୍ଡନ ପଡ଼ୁଛି ତ ଏ ପ୍ରକାର ପରିପ୍ରେକ୍ଷୀରେ ଆମେ ସେ ପ୍ରକାର ନିଷ୍ପତ୍ତି ନେଇ କାମ କରୁଛୁ ସାର୍ ଡିଜିଟାଲ ଗଭର୍ଣ୍ଣାନ୍ସରେ ସରକାର ଗୋଟେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ଏଣିକି ଯେଉଁ ପ୍ରଶାସନିକ କାମ ରହିବ ସେଥିରେ ସ୍ୱଦେଶୀ ଇମେଲର ବ୍ୟବହାର ହେବ ନିଶ୍ଚିତ ଭାବରେ ସ୍ୱଦେଶକୁ ଆଖି ଆଗରେ ରଖି ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରର ବ୍ୟବସ୍ଥା କରିଛନ୍ତି ଏବଂ ଆତ୍ମନିର୍ଭର ବ୍ୟବସ୍ଥାକୁ ନେଇ ଆମେ ଏବେ ଯେଉଁଠି ଶିଶିର ସରସ ହେଉଛି କି ଆମର ଲୋକ ମହୋତ୍ସବ ହେଉଛି ଆମେ ବ୍ଲକ ସ୍ତରରେ ବି କାର୍ଯ୍ୟକ୍ରମ ଏ ପ୍ରକାର ନେଉଛୁ ଯେ ସ୍ୱଦେଶୀ ଆମର ଆପଣାର ଏବଂ ଆତ୍ମନିର୍ଭର ସବୁଠାରୁ ବଡ଼ କଥା ଅଛି ଯଦି ଆତ୍ମନିର୍ଭର ଆଜିକାର ଯୁବକ ହେଇପାରିବ ନିଶ୍ଚିତ ଭାବରେ ଦେଶ ଆଗକୁ ବଢ଼ିପାରିବ ସେଇ ଦୃଷ୍ଟିରୁ ଯେଉଁମାନେ ନୂଆ ପିଢ଼ି ଅଛନ୍ତି ଯୁବଶକ୍ତି ଅଛନ୍ତି ତାଙ୍କ ପାଖରେ ଏ ବିଷୟ ରଖୁଛୁ ଏବଂ ଯେଉଁମାନେ ମାତୃଶକ୍ତି ଅଛନ୍ତି ଏସ୍ଏଚ୍ଜି ଗ୍ରୁପରେ ଯେଉଁମାନେ କାମ କରୁଥିଲେ ବିଗତ ଦିନର ଯେଉଁ ପ୍ରକାର ନମୁନା ଥିଲା ଏ ନମୁନା ଥିଲା କେବଳ
ସେମାନେ ସୀମିତ ଥିଲେ ଯେ କିଛି ତାଲିକା ପ୍ରସ୍ତୁତ କରିବା ଏଠି ଯୋଉ ପ୍ରକାର ଡିରେକ୍ସନ ଯାଉଥିଲା ସେ ପ୍ରକାର ପ୍ରସ୍ତୁତ କରିବା କିନ୍ତୁ ମୁଁ ଯୋଉ ବିଷୟ ବି ମୁଁ ଆପଣମାନଙ୍କୁ କହୁଛି ଯେ ଆମେ ଆଗାମୀ ଦିନରେ ଗରିବ ଶୂନ୍ୟ କରିବୁ ଯେଉଁମାନେ ଦାଦନ ଯାଉଛନ୍ତି ଯେଉଁମାନେ ମାଇଗ୍ରେସନ ହେଉଛନ୍ତି ସେ ମାଇଗ୍ରେସନ ବନ୍ଦ କରିବୁ ତାର ପ୍ରକ୍ରିୟା ହେଉଛି ଆମେ କନଭର୍ଜେନ୍ସରେ ଯଦି କରିବା ସବୁ ବିଭାଗ ଯଦି ମିଶି କରିବା ଆମେ ଗୋଟେ ଲୋକକୁ ଯେଉଁ ଲାଇଭଲିହୁଡ୍ ପ୍ରୋଗ୍ରାମ ଅଛି ସେ ଲାଇଭଲିହୁଡ୍ ପ୍ରୋଗ୍ରାମରେ ଆମେ ସମ୍ପୃକ୍ତ କରିବା ଏବଂ ତାଙ୍କୁ ଟ୍ରେନିଂ ବ୍ୟବସ୍ଥା ଯଦି କରିପାରିବା ନିଶ୍ଚିତ ଭାବେ ସେ ଆଗକୁ ବଢ଼ିପାରିବ ଏ ପ୍ରକାର ନିଷ୍ପତ୍ତି ନେଇଛୁ।